ଓଡ଼ିଶାରେ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ। ଭାରତ ସ୍ୱାଧୀନତା ଲାଭ କଲା ପରେ ମଧ୍ୟ ଓଡ଼ିଶାରେ 26ଟି ଗଡ଼ଜାତ ରାଜ୍ୟ ବା ଦେଶୀୟ ରାଜ୍ୟ ଓଡ଼ିଶା ସହ ମିଶ୍ରଣ ନ ହୋଇ ରହିଥିଲା। ଏହି ଗଡ଼ଜାତ ରାଜାମାନେ ପ୍ରଜାମାନଙ୍କୁ ଶୋଷଣ କରୁଥିଲେ ଓ ନିର୍ଯାତନା ଦେଉଥିଲେ। ଏହି ଗଡ଼ଜାତ ରାଜାମାନଙ୍କର ଶୋଷଣ ବିରୁଦ୍ଧରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ପ୍ରଜା ଆନ୍ଦୋଳନ ସଂଗଠିତ ହୋଇଥିଲା। ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ 1947 ମସିହା ଅଗଷ୍ଟ 10 ତାରିଖ ଦିନ ସମସ୍ତ ଗଡ଼ଜାତ ପ୍ରଜାମଣ୍ଡଳର ଏକ ସମ୍ମିଳନୀ କଟକଠାରେ ଆହୁତ କରିଥିଲେ। ସେହିପରି ଗଡ଼ଜାତ ରାଜାମାନଙ୍କର ଏକ ସଭା ସମ୍ବଲପୁରଠାରେ 1947 ମସିହା ଅକ୍ଟୋବର 16 ତାରିଖରେ ଶ୍ରୀଯୁକ୍ତ ମହତାବଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଓଡ଼ିଶାର ଶାନ୍ତି ଶୃଙ୍ଖଳା ରକ୍ଷା ତଥା ପ୍ରଶାସନିକ ସୁବିଧା ପାଇଁ ଗଡ଼ଜାତ ରାଜାମାନେ ଓଡ଼ିଶାରେ ମିଶିବା ଏକାନ୍ତ ଆବଶ୍ୟକ ବୋଲି ଆଲୋଚନା କରାଯାଇଥିଲା। 1947 ମସିହା ନଭେମ୍ବର 14 ତାରିଖରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅନୁମତିକ୍ରମେ ନୀଳଗିରି ରାଜାଙ୍କ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରୁ ସେ ଶାସନଭାର ଓଡ଼ିଶା ସରକାରଙ୍କୁ ସମର୍ପଣ କରିଥିଲେ। 1947 ମସିହା ଡିସେମ୍ବର 14 ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଉପସ୍ଥିତିରେ ଗଡ଼ଜାତ ରାଜାମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ରାଜାମାନଙ୍କୁ ଗଡ଼ଜାତ ମିଶ୍ରଣ ଚୁକ୍ତି ପ୍ରସ୍ତାବରେ ସ୍ୱାକ୍ଷର କରିବାକୁ କୁହାଯାଇଥିଲା। ଏହିପରି ଭାବରେ ଗଡ଼ଜାତ ରାଜ୍ୟ ମିଶ୍ରଣ ଓଡ଼ିଶାରେ ହୋଇଥିଲେ ମଧ୍ୟ ସଢ଼େଇକଳା ଓ ଖରସୁଆଁ ନାମକ ଦୁଇଟି ଗଡ଼ଜାତ ରାଜ୍ୟ ଓଡ଼ିଶାରୁ ଅଲଗା ହୋଇଯାଇଥିଲା। ଗଡ଼ଜାତ ଓ ଦେଶୀୟ ରାଜ୍ୟଗୁଡ଼ିକ ଓଡ଼ିଶାରେ ମିଶିବା ଫଳରେ ଓଡ଼ିଶାରେ ଏକ ନୂତନ ଯୁଗର ସୂତ୍ରପାତ ହୋଇଥିଲା।